ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ। ଆଉ ଘରେ କେହି ନଥିବା ସମୟରେ ଟାର୍ଗେଟ କରି ଲୁଟି ନେଉଛନ୍ତି ଧନ ସମ୍ପତ୍ତି। ଏପରିକି ଲୁଟେରା ଗ୍ୟାଙ୍ଗ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦିନ ଦ୍ୱିପ୍ରହରରେ ଘରର ଝରକା ଭାଙ୍ଗି ଘରେ ପଶି ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ଜିନିଷ। ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ସୋଙ୍ଗୁଡ଼ା କେନାଲ ନିକଟରେ ଥିବା ଅମୂଲ୍ୟ କୁମାର ଜେନାଙ୍କ ଘରେ ଦୁର୍ବୃତ୍ତମାନେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ 15,000 ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ତେବେ ଅମୂଲ୍ୟଙ୍କ ସ୍ତ୍ରୀ ବୀଣାପାଣି ଅଙ୍ଗନବାଡିରେ କର୍ମୀ ଭାବେ କାମ କରୁଥିବା ବେଳେ ଅମୂଲ୍ୟ ତାଙ୍କୁ ଦିନ 10ଟା ସମୟରେ ଅଙ୍ଗନବାଡି ସେଣ୍ଟରକୁ ଛାଡ଼ିବାକୁ ଯାଇଥିଲେ। ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ଝରକା ଭାଙ୍ଗି ଘର ଭିତରେ ପଶି ଗଡରେଜ ଭିତରେ ଥିବା ଗୋଟିଏ ସୁନା ଚେନ୍, ଗୋଟିଏ ସୁନା ମୁଦି ଓ ଗୋଟିଏ LED ଟିଭି ସହିତ ନଗଦ 15,000 ଟଙ୍କା ଚୋରି କରି ନେଇ ଘରର ପଛପଟ କବାଟ ଭାଙ୍ଗି ଫେରାର ହୋଇଯାଇଥିଲେ। ତେଣୁ ଅମୂଲ୍ୟ ଫେରି ଆସି ତାଙ୍କ ଘରେ ଚୋରି ହୋଇଥିବାର ଜାଣିବାକୁ ପାଇ ସିମୁଳିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ସିମୁଳିଆ ଅଞ୍ଚଳରେ ବାରମ୍ବାର ଚୋରିକୁ ନେଇ ଅଞ୍ଚଳବାସୀମାନେ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଦୁର୍ବୃତ୍ତମାନଙ୍କ ଉପରେ ସିମୁଳିଆ ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସାଧାରଣରେ ଦାବି ହେଉଛି। মানে এটি চপ্পল পড়ছিল না কোন?